ଭାଇ ଆପଣ ମସାଜ ପାଇଁ ଆସିଥିଲେ ଆଜ୍ଞା ତ ଆପଣଙ୍କର ବ୍ୟାକ୍ ପେନ୍ ବି ହଉଥିଲା। ଆଜ୍ଞା ଆପଣଙ୍କର ମସାଜ ପୂର୍ବରୁ ଆଉ ମସାଜ ପରେ ଆପଣଙ୍କୁ କଣ ଫିଲ୍ ହେଲା? ମସାଜ ପରେ ମତେ ପୁରା 70 ରୁ 80% ପୁରା ଏବେ ପୁରା ଫ୍ରି ଲାଗୁଛି। ଆଜ୍ଞା ଆଉ ମୁଁ ବି ମସାଜଟା କରି ବହୁତ ସାଟିସ୍ଫାଏ ହେଇଛି। ଆଉ ଆପଣମାନଙ୍କୁ ବି ମୁଁ କହିବାକୁ ଚାହୁଁଛି ଯେଉଁମାନେ ଜିମ୍ ଯାଉଛନ୍ତି କି ଯେ ଘରେ ବି ଯେମିତି ବି ଯାହାର ବି ଯେଉଁ ପ୍ରୋବ୍ଲେମ୍ ହେଉଛି ଏଠି ଆସନ୍ତୁ ମସାଜଟା ନିଅନ୍ତୁ, ବହୁତ ସାଟିସ୍ଫାଏ ହେଇକି ଯିବେ। ତ ଆପଣମାନେ ବି ଯଦି ଭିଜିଟ୍ କରିବାକୁ ଚାହୁଁଛନ୍ତି ତ ଭିଜିଟ୍ କରନ୍ତୁ କଟକ ବିଡ଼ାନାସୀ ଚହଟା ଲେନ୍ 2 ହ୍ୟାଣ୍ଡସ୍ ଅନ୍ ହିଲିଂ। ଆପଣ ନିଜେ ଗୋଟେ ଥର ମସାଜ ନିଅନ୍ତୁ ତାପରେ ଜାଣିପାରିବେ କାହିଁକିନା ମସାଜ ଦ୍ୱାରା ଆପଣଙ୍କ ଅନେଶତଟା ପ୍ରୋବ୍ଲେମକୁ ଗୋଟାଏ ମସାଜ ବହୁତ ବେନିଫିଟ୍ ଦେବ। କାହିଁକିନା ମେଡ଼ିସିନରେ ପେନ୍ ହଉ ବା କେଉଁ ବି ଜିନିଷ ହଉ ମେଡ଼ିସିନ ଖାଇଲେ କେବେ ବି କମ୍ପ୍ଲିଟଲି ଭଲ ହବନି, ଜଷ୍ଟ ଖାଲି ପେନ୍ରୁ ରିଲିଫ୍ ଦେବ। କିନ୍ତୁ ପ୍ରପର ଭଲ ମସାଜରେ ହବ, କାହିଁକିନା ମସାଜ ହେଉଛି ପୌରାଣିକ ଜିନିଷ, ଏଇ ଆଜିର ଜିନିଷ ନୁହଁ, ଆୟୁର୍ବେଦିକ ଜିନିଷ। ୟାକୁ ନେବା ଦ୍ୱାରା ଆପଣଙ୍କ ଦେହ ବହୁତ ଭଲ ରହିବ। ଆପଣ ନିଜକୁ ଗୋଟେ ଏନର୍ଜେଟିକ୍ ଫିଲ୍ କରିବେ କାହିଁକିନା ମସାଜ ଦ୍ୱାରା ପ୍ରତ୍ୟେକ ଭେନ୍କୁ ସେ ଆକ୍ଟିଭ୍ କରିବ। ତ ନିହାତି ଭିଜିଟ୍ କରନ୍ତୁ। ରହୁଛୁ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।